ଏହା ପୂର୍ବରୁ ଦୁଇଟି ଭିଡ଼ିଓରେ ଆମେ ଅଳଙ୍କାର ଏବଂ ଛନ୍ଦକୁ ଭଲ ଭାବରେ ପଢ଼ିଛେ। ଏବେ ସେଥିରୁ କିଛି ପ୍ରଶ୍ନର ଉତ୍ତର କରିବା। ତ ପଦ ମଧ୍ୟରେ ଏକ ପ୍ରକାର ବ୍ୟଞ୍ଜନ ବର୍ଣ୍ଣ ଆବୃତ୍ତିକୁ କି ଅଳଙ୍କାର କୁହାଯାଏ? ଅନୁପ୍ରାସ ଅଳଙ୍କାର ବୋଲିକି କୁହାଯାଏ। ଦୁଇଟି ବସ୍ତୁ ମଧ୍ୟରେ ତୁଳନାକୁ କ'ଣ କୁହାଯାଏ? ଉପମା ବୋଲିକି କୁହାଯାଏ। ଉତ୍କଳ କମଳା ବିଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା। ଏଠି ଦେଖିପାରୁଛେ ଆମେ କ ଆଉ ଳ ବାରମ୍ବାର ବ୍ୟବହାର ହୋଇଛି। ବ୍ୟଞ୍ଜନ ବର୍ଣ୍ଣ ବାରମ୍ବାର ବ୍ୟବହାର ହେଲେ ଅନୁପ୍ରାସ ଅଳଙ୍କାର। ମାନ ସୁମନାରେ ନକର ମାନସୁ ମନା। ମ ଆଉ ନ ବାରମ୍ବାର ବ୍ୟବହାର ହୋଇଛି, ତେଣୁ ଅନୁପ୍ରାସ ଅଳଙ୍କାର। ଉପମାନ ଆଉ ଉପମେୟର ସାଦୃଶ୍ୟ ବର୍ଣ୍ଣିତ ହେଲେ କେଉଁ ଅଳଙ୍କାର ହୁଏ? ନା ଉପମା ଅଳଙ୍କାର ହୋଇଥାଏ। ଦେଖ ଦେଖ ଅଗ୍ରତେ ସରସୀ ଜଳେ ପଡ଼ି ମଣ୍ଡୁକ କ୍ରୂର ଅହି କବଳେ ବିକଳେ ରାବୁ ରାବୁ ଊର୍ଦ୍ଧ୍ୱେ ଉଡ୍ଡୀନ ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ କାଳ କବଳେ ସିନା ଏରୂପେ ଭାଇ ଆରତେ ନର ଘାରି ହେଉଣ ଥାଇ। ଏଠି କେଉଁ ଅଳଙ୍କାର ହେଇଛି? ନା ଏଠି ଉପମା ଅଳଙ୍କାର ବ୍ୟବହାର ହୋଇଛି। ବର୍ଣ୍ଣନୀୟ ବସ୍ତୁକୁ କ'ଣ କୁହାଯାଏ? ତାହେଲେ ଏଠି ବର୍ଣ୍ଣନୀୟ ବସ୍ତୁକୁ ଉପମାନ ବୋଲିକି କୁହାଯାଏ। ଉପମେୟ ଓ ଉପମାନରେ ଥିବା ସମାନ ଗୁଣକୁ କ'ଣ କୁହାଯାଏ? ସମାନ ଗୁଣକୁ ସାଧାରଣ ଧର୍ମ ବୋଲିକି କୁହାଯାଏ। ପିତା ପୁତ୍ରର ମୁଖଚନ୍ଦ୍ର ଦର୍ଶନ କଲେ। ଏଥିରେ ଉପମେୟ କିଏ? ନା ମୁଖ, ଆଉ ଉପମାନ ହେଉଛି ଚନ୍ଦ୍ର। ଏବେ ଯିବୁ ମଥୁରାକୁ ମୋତେ ସମର୍ପି କାହାକୁ ଚନ୍ଦ୍ରମୁଖ ନ ଦେଖିଲେ ମୁହିଁରେ ଜୀବନ ଧନ। ଏଥିରେ ଉପମାନ କିଏ? ନା ଚନ୍ଦ୍ର ଏଠି ହେଲା ଉପମାନ, ଆଉ ମୁଖ ହେଉଛି ଉପମେୟ। ଜୀବନ ବିହୁନେ ଯେହ୍ନେ ଝସ ରାଜା ବିନା ଯେହ୍ନେ ଗ୍ରାମ ଦେଶ ସେ ଜୀବଧନ ଜୀବନ ହାରିବି ମନ୍ତ୍ର ଜଳେ ତୁମତେ ଅନ୍ତର ହେଲେ ତିଳେରେ। ଏହି ପଦରେ କେଉଁ ଅଳଙ୍କାର ହେଇଛି? ଏଠି କେଉଁ ଅଳଙ୍କାର ହେଇଛି? ଯେହ୍ନେ ଲାଗିଛି, ଦେଖିପାରୁଛ ତ ଏଠି ଉପମା ଅଳଙ୍କାର ଅଛି। ଉପମେୟରେ ଉପମାନର ଅଭେଦ କଳ୍ପନା କରାଗଲେ କ'ଣ କେଉଁ ଅଳଙ୍କାର ହୋଇଥାଏ? ନା ରୂପକ ଅଳଙ୍କାର ହୋଇଥାଏ। ଶ୍ଵେତ ଶ୍ମଶ୍ରୁ କେଶ ବିଭୂତି ବପୁ ସୌମ୍ୟ ମୂରତି ବାଲ୍ମୀକି ମହର୍ଷି ସମୀପେ ହେମ ଗୌରୀ ସତୀ ଦିଶିଲେ ଯେମନ୍ତେ ତୁଷାର ତନୁ ହିମାଦ୍ରି ତଳେ ତପସ୍ୱିନୀ ଉମା ମୌନେ ବସିଛନ୍ତି ନିଶ୍ଚଳେ। ଏଠି କ'ଣ କରାଗଲା? ଦୁଇଟା ଯାକକୁ ଉପମା ଅଳଙ୍କାର ଏଠି ବର୍ଣ୍ଣନା କରାଯାଇଛି। ଉପମା ଅଳଙ୍କାରରେ ଏଟା ଏଇ ପଦଟି ଲେଖାଯାଇଛି। କଳୁଷ ପଙ୍କେ ମୁହିଁ କେଡ଼େ ମଳିନ କେମନ୍ତେ ସରିତୋର ହେବି ନଳିନ ପଙ୍କଜ ଅଟୁ ତହିଁ ତେଣୁ ଭରସା ତୋପରି ଶୁଭ୍ର ହେବି ଲଭି ସୁଦଶା। ଏଠି କଳୁଷ ପଙ୍କ ଦେଖିପାରୁଛେ ଆମେ, ତ ସାଦୃଶ୍ୟ ବର୍ଣ୍ଣନା ହେଇଛି ଉପମା ଅଳଙ୍କାର। ନୀଳିମାରେ ବାମା ଚାରୁ କେଶ ପାଶ ତୋନୀଳ ବିଚିକି କଲା ଉପହାସ ତେଣୁ କି ତରଙ୍ଗେ ଅପମାନ ଭରେ ଶିର ପିଟୁଥିଲେ ତରଣୀ ପଞ୍ଜରେ। ଏଠି କେଉଁ ଅଳଙ୍କାର ହେଇଛି? ନା ବ୍ୟତିରେକ ଅଳଙ୍କାର। ୟାକୁ ନ ବୁଝିପାରିଲେ ପୂର୍ବରୁ ଭିଡ଼ିଓ ଟିକେ ଆଉ ଥରେ ଦେଖିଦିଅ, ଯେଉଁଥିରେ କି ଅଳଙ୍କାରକୁ ଭଲ ଭାବରେ ବୁଝାଯାଇଛି। ସୁରଙ୍ଗ ଚରଣ ଲେହନ ପାଇଁ ପାରିଜାତ ଦେଲା ଜିଭ ଲମ୍ବାଇ। ଏଥିରେ ବ୍ୟତିରେକ ଅଳଙ୍କାର ବ୍ୟବହାର ହୋଇଛି। ରାମ ବାଣ ଟାଣ ଦେଖିଣ ରାବଣ ଲାଜ ଭୟରେ ପଳାଇଲା ଛେଦନ କଲେ ଯେତେ ଶର ତାହାର ସିନ୍ଧୁ ଗର୍ଭରେ ତା ପଡ଼ିଲା। ତହିଁକି ଅବା ଗଜ ମୁକୁତା ହେଲା ବୃଷ୍ଟି କିଅବା ମଲ୍ଲିକା କୁସୁମେ ରାମକୁ ଅଞ୍ଜଳି ଦେଲେ ପରମେଷ୍ଠି। ଏହି ପଦରେ କେଉଁ ଅଳଙ୍କାର ହୋଇଛି? ଏଠି ଉତ୍ପ୍ରେକ୍ଷା ଅଳଙ୍କାର ହୋଇଛି। ପକ୍ଷ ଛେଦି ଶକ୍ର ଭଏ କି ଶୈଳେ ଲୁଚି ରହିଗଲେ ତୋହରି ସଲିଳେ ସନ୍ନିଧି ଲଭିଣ ଭଗବତୀଙ୍କର ତୋଳିଛନ୍ତି ଗୁଳ୍ମ ଜଟିଳ ଶିଖର। ଏଠାରେ ଉତ୍ପ୍ରେକ୍ଷା ଅଳଙ୍କାର ବ୍ୟବହାର ହୋଇଛି। ସାମାନ୍ୟ ଦ୍ୱାରା ବିଶେଷ କିମ୍ବା ବିଶେଷ ଦ୍ୱାରା ସାମାନ୍ୟ କିମ୍ବା କାର୍ଯ୍ୟ ଦ୍ୱାରା କାରଣ ବା କାରଣ ଦ୍ୱାରା କାର୍ଯ୍ୟ ଯଦି ସମର୍ଥିତ ହେଲା, ତାହେଲେ ଅର୍ଥାନ୍ତର ନ୍ୟାସ କେଉଁ ଅଳଙ୍କାର ହୁଏ? ତାହେଲେ ଅର୍ଥାନ୍ତର ନ୍ୟାସ ଅଳଙ୍କାର ହେବ। ଜନ୍ମଦା ମୋର ଭାରତ ଭୂଇଁର ବହୁ ଦୂରେ ସାଥୀ ବହୁ ଦୂରେ
ବନ୍ଦୀ ମୁଁ ଆଜି ଉଦ୍ଦାମ ସିଂ ଏହି ଲଣ୍ଡନ କାରାପୁରେ। ସମ୍ମୁଖେ ମୋ ଫାଶୀ କାଠ। ଶିଖ ସନ୍ତାନ ଶୁଣାଉଛି ମୁହିଁ ଜନ୍ମ ମାଟିର ଜୟ ପାଠ। ଏଠି କେଉଁ ଅଳଙ୍କାର ହୋଇଛି? ଏଠି କେଉଁ ଅଳଙ୍କାର ବ୍ୟବହାର ହୋଇଛି? ନା ଏଠି ଅନୁପ୍ରାସ ଅଳଙ୍କାର ବ୍ୟବହାର ହୋଇଛି। କଳଙ୍କ ହିଁ ଥାଇ କଳା କର କୋଳେ କରଇ ନେତ୍ର ଭଞ୍ଜନ ସ୍ୱଭାବ ସୁନ୍ଦର ଅଙ୍ଗକୁ ଜଗତେ ନହୁଏ କିସ ମଣ୍ଡନ। ଏଠି କେଉଁ ଅଳଙ୍କାର ବ୍ୟବହାର ହୋଇଛି? ନା ଅର୍ଥାନ୍ତର ନ୍ୟାସ ଅଳଙ୍କାର ବ୍ୟବହାର ହୋଇଛି ଏଠି। ଉତ୍କଣ୍ଠା କୂଳ ହୋଇ ଘନକୁ ଭାସେ ସଜୀବ ମଣିହୃଦ କଥା ପ୍ରକାଶେ ଅଙ୍ଗ ଘାରଇ ଯାର ଅନଙ୍ଗ ବାଣ ଚେତନ ଅଚେତନ ତାର ସମାନ। ଏଠି ଅର୍ଥାନ୍ତର ନ୍ୟାସ ଅଳଙ୍କାର ବ୍ୟବହାର ହୋଇଛି।